কতটা গুয়া তু কর দিটা বাস বড়রা দিটা গুয়া আচ্ছা গোটে কেড়ি দেব গোটে দেব মঙ্গলা হান্ডি কত হ্যাঁ ଆଉ ଗୋଟେ ଗାଁ ଠାକୁରାଣୀ କତ হ্যাঁ ଆଚ୍ଛା କେତେଟା ଗୁଆ ଦିଟା ଗଲା ବୁରାର ଦିଟା ଗଲାଣି ଲେଖା ହଁ ବର ଯାଇକି ଶ୍ୱଶୁରର ପହଞ୍ଚିଲା ଶ୍ୱଶୁରର ଯାଇକି ପହଞ୍ଚିବ ତାପରେ ବାଟ ବରଣୀ ଛାଡ଼ିଦେବେ ଯାଇକି ବେଦିଗତରେ ପହଞ୍ଚିବେ ହଁ ବେଦିଗତରେ ହୋମ ହେଲା ପାଠ ହେଲା ଆଶୀର୍ବାଦ ସାଧ୍ୟ ସାରିଲା ପରେ ବର ବାପ କନ୍ୟା ବାପ ଠିଆ ହେବେ ବର ବାପ ଠିଆ ହବ କନ୍ୟା ବାପ କନ୍ୟା ବାପ ଠିଆ ହବ ଦି ସମୁଦି ଦି ସମୁଦି ବର ବାପ ତା ଗୁଆକୁ ମୁଠେଇ ଧରିବ କନ୍ୟାକୁ ବାପ ତା ଗୁଆକୁ ମୁଠେଇ ଆଚ୍ଛା ତାହେଲେ ଅଲଗା ଅଲଗା ଗୁଆ ଧରିବେ ଧରିବେ ଧରି ସାରିଲା ପରେ ପୋଛା ହତ୍ୟା କରିକି ଗୁଆକୁ ଧରିକି ବାଣ୍ଟ କରିଦେବେ ଆଚ୍ଛା କନ୍ୟା ବାପର ଦି ଗାଈ ହଁ ହଁ ଏ ଗୋଟେ ଗୋଟେ ଗାଈ ମାନେ 10ଟା ମୁଁ ଜିତ ଲାଗିଆ ତାକୁ ଫୋନ ଦେ ତାକୁ ଦେ ଏପଟି ବୋଲି କଥା ତାକୁ ଦେ, ହଉନା, ଏପଟି ବୋଲି ଜିତୁ ଦେ। ଦେଖା। ମୁଁ ଲକ୍ଷ୍ୟ କରିଥିଲି ନା ଜିତ ହାଟି ମିଠି ମିଠି କରିକି ବାଡ଼ ବଳର ବଇଛି ବୋଲି ଆଇଏ ଶୁଣ ତୁ ତ ବାହା ହେଇଯିବେ ଜିତ ହଁ ହଁ ଗାଈଟା କେତେଟା ଗାଈ ମାନେ 10ଟା ଗାଈ ଆଉ ବାସ୍ ଦଶଟାକୁ ଗୋଟେ- ବାହା ହେଇଛି ଠିକ ବାହା ହେଇଛି ମୁଁ ଧରିଛି ମୁଁ କହିଲି ଛାଟିକି ଧରି ହେଇଛି ଯଦି କନ୍ୟା ବାପର 10ଟା 20ଟା ହଁ ବର ବାପର 10ଟା 20ଟା 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 ହେଲା ତାହେଲେ କେତେ ହେଲା 20 40 ହିସାବ କରିକି କହିବୁ ହଁ 40 ବରର 2 ହଁ କେତେ ହେଲା 42 ଅଧ କିଲେ ଗୁଆ ପଳେଇଲା ନା ପଳେଇଲାନି ଚାଲିଲା ଏଠି କନ୍ୟା ମାମୁଁ ଆସିବ ତାର ଗୁଆ ଅଛି ନା ନାହିଁ ହଁ ଅଛି ତାର ଦି ଗାଈ କନ୍ୟା ପିଇସା ଆସିବ ତାର ଅଛି ନା ନାହିଁ ଗୁଆ ଦି ଗାଈ କନ୍ୟା ମଉସା ଆସିବ ତାର ଗାଈ ଅଛି ନା ନାହିଁ ହଁ ତାର ଦି ଗାଈ ଦି ଗାଈ କନ୍ୟା ଧରମ ମାମୁଁ ଆସିବ ତାର ଗୁଆ ଅଛି ନା ନାହିଁ ତାର ଦି ଗାଈ ଆଉ ତମେ ବାଜାବାଲାଙ୍କର ଗୁଆ ଅଛି ନା ନାହିଁ ହଁ ତୋର ଗୁଆ ଅଛି ନା ନାହିଁ ମୋର ଦି ଗାଈ ମାଧବର ଅଛି ନା ଗୁଆ ନାହିଁ ହଁ ଅଛି ନା ଗୁଆ ନନ୍ଦାର ଗୁଆ ଅଛି ନା ନାହିଁ ହଁ ତାର ଦି ଗାଈ ବାସ୍ ଆଚ୍ଛା ଇଏ ଭକୁଲ ତ ଘର ଦରେଇଲା ତାର ମାଇକି ବଜି ତାର ଗୁଆ ଅଛି ନା ନାହିଁ ହଁ ଠାକୁରାଣୀ କତକି ନେଇକି ଯିବେ ହେଠି ଗୁଆ ନାଗିବ ନା ନାହିଁ ବିକାଶର ଅଛି ତ ବେ ମୋର ଗୁଆ ଅଛି ନା ନାହିଁ ବେ ହଁ ନାଇଁ ଆଉ ନାଇଁ ଫେରେ ଏଇଟା ତ ଗାଈ ଦିଦି ଗାଈ ବାଟି ଦେଇ ସାରିଲା ପରେ ବୁଢାର ଗୁଆ ସଟ ପଡିବ ଘରେ ମୋ ଗୁଆ ଲାଗିବ ଆଚ୍ଛା ଆଚ୍ଛା ଗୁଆ ବିକ୍ରି କରିଦେଉଛି ମୁଁ ଆଉ ପୁଣି କଣ ସବୁ ସୂଚନା ଦେଇଛ ଗୁଆ ସରିଗଲା ସ୍ତ୍ରୀ ଦେହ ଫସ ଭଲ ଅଛି ନା ଆଗ ଅପେକ୍ଷା ଏବେ ଟିକେ ଭଲ ଶୀତର ଜୋର ତାକୁ ଥଣ୍ଡା ହେଇଥିଲା ବଟିଆ ଦେଇକି ଘର କଥା ଆଚ୍ଛା ଇଏ ଆଉ କିଏ ତୁ ଏକୁଟିଆ କରିପାରିବୁ ନା କି କହିଲେ ତୁ ଏକୁଟିଆ ପାରିବୁ ନା ହଁ ତ ବୟସ ତ ଆଉ ନାହିଁ ସେରମ ଆଉ ତୋ ଛୁଆ ଉପରେ ଅଛନ୍ତି ନା କି ହେଲା ବେ ଦିଟା ପୁଅ କଲା ଛୁଆ ଅଛନ୍ତି ନା ନାହିଁ ତୋର ଦିଟା ଆଉ ତୋ ଆହୁରି ସରୁ ହଁ ନା ମୋ କଥା ନୁହେଁ ମୁଁ ତ ସେଇଆ ଭାବୁଛି ମୁଁ ଯୋଉ ତା ପଛ ଖୋଳିକି ଆଣିନି ସେଠି ସେ ଦିଟା ଆଣିଥିଲି ସେ ତା ଖେଳୁ ଦିନେ ହେଲା ହଁ ସେ ଚାକିରି କରିଥିଲି ହଁ ନା ହଁ ଆରେ ତା କଣ ସେ ଏଠି ଚାକିରି କରିନାହାନ୍ତି କେଇଟି ଲ ଇଏ ବଡ ପୁଅ ସେ ଏଠି ଚାକିରି କରିନାହିଁ ସେ ଯାଇକି କରିଛି କର୍ଣ୍ଣାଟକ କର୍ଣ୍ଣାଟକ ଗଲା ଏଟା କର୍ଣ୍ଣାଟକ ହଁ ହଁ ସେ କର୍ଣ୍ଣାଟକ ହଁ ସେଠି କଣ କରୁଛି ସେ ସେଠି ବୁଲିକି ବିଳ ଫୁଟଉଛି ବିଳ ଫୁଟୁଛି କି ଭାଇ ଟିଉଲି ପକଉଛି ସବୁ ବୁରି କରୁଛି ବୁରିଂ କରୁଛ ସେଇ କଥା କହୁନୁ ଆଉ ସେ କହିଲା ବିଳ ଫୁଟୁ ସାନ ପୁଅ କଥା କଣ କିସ କରୁଛି ସେ ଏଇ ଓଡିଶାରେ ରହିକି ସେ ଏখানে ଗୋଟେ ବଡ ଚାକିରି କରିଛି ସେ କି ଚାକିରି ପୁଣି କରୁଛି ବିଳ ମୁହଁର ଆଙ୍ଗୁଳି ଲାଗୁଛି ମୋର ଆଙ୍ଗୁଳି ରହୁଛି ହଁ ଭାଇ ଏବେ ସିଜିନ ଆଇଲେ ଆଉ ହଲର ଧାନ ଭାଙ୍ଗିବ ଏ ବିଳ ମୁହଁର ଆଙ୍ଗୁଳି ଲାଗି ଗାଁ ବୁଲିକି ସବୁ ହଲର ଧାନ ଭାଙ୍ଗି ଆଚ୍ଛା ଆଚ୍ଛା ତାହେଲେ ଏମିତି ସବୁ କାମ ତୋର ତ ଦିଟା ପୁଅ ହଁ ଦିଟା ପୁଅ ଆଚ୍ଛା ତାକୁ କର୍ମକାଣ୍ଡ କଥା କିଛି ବୁଝେଇଲୁ ନା ସେ ଆସିବେ ନା ତ ଡାକ ତାକୁ ବେ ଇଏ କିସ ସରସ୍ୱତୀଆ ଭାଇ ଇଏ ନା ଇଏ ବିଳର ସବୁବେଳେ ଆଙ୍ଗୁଳି ଲାଗୁଛି ମୁଁ ତ ଆଙ୍ଗୁଳି ଲାଗୁଥିଲି ବେଳେ ବେଳେ ଡାକିଲ ନା ଲେ ଇଆର ବିଚିତ୍ର ହେଇଛି ଇଏ ତୋର ଛୁଆ ନାଲ ନା ହେଁ ତା ମା ଆଇଲା ଆଉ ତା ବାପ ଘର ଉତ୍ତର ଆଣିଥିଲା ସେଇଥିପାଇଁ ତୋର ମୋ ସାଙ୍ଗରେ ମିଶୁନି ଆଉ ଫ୍ରିରେ ପାଇଛ ପାଟି ଗୋଟେ ଦେଖୁଛୁ ନା ତାର ସତେକି ବୁଇ ତଳୁ ଫାଳକେ କାଟି ଦେଇଛି ଚପଲ ଖାଇନି ବିଳ ଖରାପ ଆଜି ଟାଇମ ନାହିଁ ରେ ନହେଲେ ତ କଣ୍ଡା କାଢି ପକେଇଥାନ୍ତି ଦିନ ଗଲାଣି ଶୁଣ ହଉ ଘର ତ ଅବସ୍ଥା ଯାହା ଦେଖିଲୁଣି ମନ ଖରାପ ହଉ ଖାଇ ନାହିଁ ମୁଁ
ହଁ ଭଲ କରିଛୁ ତୁ ପୁରା ସେଠି ବସିକି ଖାଉଥିଲୁ ସେପାର কি ଖାইছিলেন 14 ଖଣ୍ଡ ରୁଟି ଖାଇଛୁ 14 খন্ড আমি তো যাইনি জমার 14 খন্ড কোন খাই ତୁ ପୁରା ମାଛ ମାଗୁଥିଲୁ ଏଇ ଭାଇକି ଆଉ কাকু ଖାଇବୁ ବୋଲି পচার কে মাগুদিনি মনে ମନା କଲେ କରୁନାହାନ୍ତି ବୋଲି এ করছন্তি গলা ମୁଁ পচার ତୋ ପେଟ ବେଳିକା ପୁରା ଖାଇ ଯାଇଥାନ୍ତୁ 10-20 ଖଣ୍ଡ ମାଛ ତମଳେ କାମ ଦେଇ ମତେ ଆଉ 3 ଦିନ ହେଲା ପରେ ଆଉ ତୁ ଖାଇନୁ কোন ଆଗେ ଖାଇବୁ লে বা কাହିଁକି ଡାକିଛ କାହିଁ ଡାକିଛି ବୋଲି କି ରଜାହାର ବାହାର ମୁଁ ତ ଘର କତରୁ ଆଇଲା ତୋ ମା କହିଥିଲି ଯାଇକି ବାରିକ ଘର ଝିଅ କତିକି ଯାଇଯିବା କଥା ହଁ ହଁ ଯାଇକି ତାକୁ ଡାକିଦେଲ ନା ଲେ ବା ବାରି କାମ ଯାଇଥିନି ହଁ ମୁଁ ତାଲିକା ଦେଇ ଯାଇଛି ମୁଁ ମୋ ବାହା କଲା ଯିବ କାମ କରତେ ଆଉ ଏଇ ରିକ୍ସା ଆଗେ ଡାକ ଦିନ ଯାଉଛି ସମ୍ମାନ ଦେଇ ତ ବାପର ଇଜ୍ଜତ ମୋ କତି ଡାକ ଡାକିମି ହଁ হ্যাঁ লো বাড়ি গেল ତୋର ମା ଭଉଣୀ ଅଛନ୍ତି ନା ମୋ ଗାଣ୍ଡିକି ମାଇଲୁ ନା ମୁଁ ପଚାରୁଛି ତୋର ମା ମୋ ଭଉଣୀ ଅଛନ୍ତି ଗାଣ୍ଡିକି ମାଇଲୁ ଫେରି ମାନନ୍ତୁ ପିଠି ମାଇଲୁନି ପିଠି ପିଠି ମିଳ ଗାଣ୍ଡି କଣ ଶସ୍ତା ପଡୁଛି ମୁଁ ପଚାରୁଛି ଏସବୁ ବଇଛନ୍ତି ମା ସମାନ ଭଉଣୀ ସମାନ ସମସ୍ତଙ୍କୁ ଯଦି ମା କରିବୁ ସମସ୍ତଙ୍କୁ ଯଦି ଭଉଣୀ କରିବୁ ମାଇ ପକାବେ ବନେଇବି କହ ସେଇଥିପାଇଁ ତୋ ବାପ ପୁରା ସେ ପଲ୍ହା ଜଗିଛି ତୁ ଇଆଡେ ବୁଲୁଛୁ ଧମା ଏଠି ଯା ଏଠି ଯା କହ ସମ୍ମାନ ଦେଇକି ଡାକିବୁ କଣ ଡାକିବି କହ ଝିଅ ବୋଉଙ୍କୁ ତୋ ବାପର ଇଜ୍ଜତ ମତ ଅଛି 10 ଖଣ୍ଡ ଗାଁର ଚାଉଳ ପକେଇଲା ବେଳକୁ ଲୋକ ପବିତ୍ର ହଉଛନ୍ତି ଯେମିତି ଡାକିବୁ ପାଟିରେ ଯେମିତି ସଂସ୍କୃତି ପଶିବ ହଉ ଡାକି ସେଇ ଭାଷାରେ ଡାକ ଏ ରାନୀ ଦିଦି କଣ ଡାକିଦେବ ତତେ ତ ଶାଳୀକି ଡାକୁଛି ମୋ ଶାଳି କାଁସେ ହେବେ ବାରି କାହିଁ ଡାକିବୁ ଗୋଟେ ସମ୍ମାନ ଦେଇ लो बारी काणी ଝିଅ लो ସବୁବେଳେ ଗୋଟେ ପାଟିରେ ପଶୁଛି ମାଣ ତମ ଆଇ ପଚାର ମାଣ ଆଇ ଲଭ୍ ୟୁ ସୁକଲ ସୁଖଦେର ତ ଦ୍ୱିତୀୟ ମାଇପ ଏ ଗେଲେ ଗେଲେ କି ଡାକିବ ଛୁଟିଲ ଏ ନଙ୍ଗି ପୂଜା ପୂଜା ଏ ଫଟା ଝିଅ ভালো ये बारी काणी ଝିଅ ये बदमाशिया बहुत ତୁ କାଁ ଏ ମନେ ଡାକିଲ କହିଲ ତୋ ବାପ ନାଁ କଣ ମନେ ଫଟା ପଚା ଦିଅ ମୁଁ ପଚାରିଛି ତୋ ବାପ ନାଁ କଣ ସେ କହିଲା ଫଟା ଫଟା ଭଲ ହେଇଛି ତାଙ୍କ ବସ ଫଟା ହେ, ତାଙ୍କ ମା ବି ଫଟା ତୋ ବାପର ବି ଫଟା ମୋ ବାପା ଫଟା ହବ ତୋର ବି ଫଟା ମୋ ଫଟା ହବ ଆଉ ହଉ ନା ଡାକୁଥିଲ କଣ ପାଇଁ ତୋ ବାପ ବେମାର ପଡିଥିଲା ମରିଯାଇଛି ନା ବଞ୍ଚିଛି ନା ବା 3 ଦିନ ହେଲା ଖଟ ଖଟ ହଉଛି ମାମୁ କତି ଖବର ଆଇଲା ଯଦି